ମୁଁ ପୁଣି ଥରେ ସ୍ୱାଗତ କରୁଛି ମୋ ନୂଆ ବ୍ଲଗ୍। ତ ଏଇ ବ୍ଲଗ୍ରେ ମୁଁ ଯାଇଥିଲି ଫୁଟବଲ୍ ଖେଳିବା ପାଇଁ ଦଶପଲ୍ଲା ପଡ଼ିଆକୁ। ତ ଏପଟେ ତ ଲୋକ ତ ଆସିଥିଲେଣି। ତ ମୁଁ ପ୍ରଥମେ ମୋ ଚେହେରାଟା ଦେଖେଇ ଦେଉଛି, ତାକୁ ତ ଦେଖେଇ ପାରିନି। ତ ଏପଟେ ଏଠି ମୋ ଦୁଇଟା ସାଙ୍ଗ ଏଠି ଫୁଟବଲ୍ ମ୍ୟାଚ୍ ଖେଳ ଦେଖିବା ପାଇଁ ଆସିଥିଲେ। ତ ଏପଟେ ଖେଳ ଆରମ୍ଭ ହେବା ପୂର୍ବରୁ ଲୋକମାନେ ବହୁତ ଆସିଥିଲେ। ତ ଏପଟେ ଏଠି ଯେତେବେଳେ ଫୁଟବଲ୍ ପ୍ଲେୟାର୍ ସବୁ ଲାଇନ୍ କରିକି ଆସିଲେ ସବୁ ମଝି ପଡ଼ିଆକୁ ତ ଖେଳ ଆରମ୍ଭ କରିବା ପାଇଁ, ତ ଏମାନେ ସବୁ ଲାଇନ୍ କରିକି ଆସୁଥାନ୍ତି। ତାର ଏପଟେ ଏଠୁ ଆମର କେରଳ ଟିମେଟ୍ କ'ଣ ଗୋଟେ କଥା ହେଉଥାନ୍ତି ତାଙ୍କ ଟିମେଟ୍ କରି। ତ ଏପଟେ ଏଠୁ ଆମର ଖେଳଟା ଆରମ୍ଭ ହୋଇଯାଇଥିଲାନି। ତ ଆଜି ତ ଥିଲା ଭଞ୍ଜନଗର ଭାସ କେରଳ। ତ ଏପଟେ ଏଠୁ କେରଳ ପିଲାଟା ଏଠୁ ଠେଲିଦେଲା ଭଞ୍ଜନଗର ପିଲାଟାକୁ। ତ ଏପଟେ କ'ଣ ହେଲା ଏଠି ସେଠୁ ଭଞ୍ଜନଗର ପିଲାଟା ସେ ଫୁଟବଲ୍ଟାକୁ ମାରିଲା। ତ ଏପଟେ ପିଲା ବି ବହୁତ ଖେଳୁଥିଲା, କିନ୍ତୁ ମୋତେ ଆଜି ବହୁତ ଭରସା ଥିଲା ଯେ ତ କେରଳ ଟିମ୍ ହିଁ ଜିତିବ, କିନ୍ତୁ କ'ଣ ହେଉଛି ଦେଖାଯାଉ ପଛରେ। ତ ଏପଟେ ସେଇଠୁ ସେ ଯେଉଁ ଗୋଲି ମାରିଲା, ତ ଏପଟେ ସେଇଠୁ ସେ ଗୋଟେ ଗୋଲି ହେଇଗଲା ଯେଉଁ କେରଳ ଟିମ୍ ଗୋଟେ ଗୋଲି ଦେଇଦେଲା ଭଞ୍ଜନଗର ଟିମ୍। ତ ଏପଟେ ଏଠୁ ଖେଳ ଚାଲିଲା ବହୁତ ଭଲ ବି ତ ଚାଲୁଥିଲା। ତ ଏପଟେ ଲୋକମାନେ ବହୁତ ଥିଲେ। ତ କିନ୍ତୁ କେରଳ ପିଲାଟା କିନ୍ତୁ ଭଲ ଖେଳୁଥିଲା ଭଞ୍ଜନଗର ପିଲାଟାକୁ। ତ ମୋତେ ବହୁତ ବି ଭଲ ଲାଗୁଥିଲା, ଆଉ ଲୋକମାନଙ୍କୁ ବି ବହୁତ ଖେଳ ପସନ୍ଦ ଲାଗୁଥିଲା। ତ ଏପଟେ ସେଇଠୁ ଆମର ଖେଳ ଚାଲିବା ସମୟରେ ତ ଏପଟେ ସେଇଠୁ ସେ ଭାଇଟା ସେଇଠୁ ଯେତେବେଳେ ଗୋଲିକିପର ପାଖକୁ ଆସିଲା ତ ସେଇଠୁ ଗୋଲ୍ ନଥ ମାରିଲା। ତ ଆଉ ଗୋଟେ ସେଇଠୁ ଏପଟେ ଯେତେବେଳେ ଆସିଲା ଗୋଲିକିପର ପାଖକୁ ତ କେରଳ ଟିମ୍ ପିଲାଟା ଭଲ ଖେଳୁଥିଲା। ତ ସେପଟେ ଖେଳି ନେଉଥିଲା। ତ ଏପଟେ ସେଇଠୁ ସେ ଗୋଲିକିପର ପଳେଇ ଆସିବ ବୋଲି ସେ ଭଞ୍ଜନଗର ପିଲାଟା ମାରିଦେଲା ରାସ୍ତା ପଟେ। ତ ଗୋଲିକିପର ମାରିବ ବୋଲି ତ ଏପଟେ ସେଇଠୁ ଆମର ସେଇଠୁ ବହୁତ ମାନେ ଆଉ ଗୋଟେ ଗୋଲି ଦେଉଥିଲେ। ତ ସେଇଠୁ ଧରି ପକାଇଲା ସେ ଗୋଲି ତାଙ୍କର ଗୋଲିକିପର ଭଞ୍ଜନଗର ଗୋଲିକିପର। ତ କେରଳ ଟିମ୍ ଗୋଲି ଦେଉଥିଲା। ତ ତାହେଲେ ସେପଟେ ଯେତେବେଳେ ମାରିଲା ସେପଟେ ବଲ୍ ପଡ଼ିଲା, କିନ୍ତୁ ଏପଟେ ବି ଦର୍ଶକମାନେ ବହୁତ ଦେଖୁଥାନ୍ତି ତ ପଡ଼ିଆ ଚାରିପଟେ। କିନ୍ତୁ ଆମ ପଡ଼ିଆରେ ଟିକେ ଏମିତି ଥିଲା ତ କିଛି କଥା ନାହିଁ, କିନ୍ତୁ ଲୋକମାନଙ୍କର ଭଲ ପାଇବା ଥିଲା ମାନେ ଫୁଟବଲ୍ ମ୍ୟାଚ୍ ଦେଖିବା ପାଇଁ। ତ ଏଇ ଖେଳଟା ଆରମ୍ଭ ହେଉଥିଲା ମାନେ 4ଟା ପାଖାପାଖି, ମାନେ 2 ଘଣ୍ଟା ପାଖାପାଖି, ମାନେ 6ଟା ହିଁ ଶେଷ ହେଉଥିଲା। ତ ଏପଟେ ଏଠୁ ଆଉ ଗୋଟେ ଏଠୁ ଗୋଲି ତାଙ୍କ ଆଡ଼ୁ ମାରୁଥିଲେ କେରଳ ଟିମ୍, ସେ ହେଇପାରିଲାନି। ତ ଏପଟେ ବଲ୍ଟା ପଳେଇଲା, ଫାଉଲ୍ ହେଇଗଲା। ତ ଏପଟେ ଏଠୁ ଆମର ଏଠୁ ଲୋକମାନେ ସେଇଠୁ ଆଉଥରେ ମାରିଲା ଆସିକି ଏଠୁ ତଥାପି ହେଲାନି ଗୋଲି। ତ ଏପଟେ ଏଠୁ ପିଲାମାନେ ସେପଟେ ରନିଂ କରି ଚାଲିଲେ ଯେ ଆଉ ଗୋଟେ ଗୋଲି କରିବ ବୋଲି। ତ ସେପଟେ ହେଲାନି, କିନ୍ତୁ ଆମ ଯେ ଭଞ୍ଜନଗର ଗୋଲିକିପରଟା ଥିଲା ସେ କିନ୍ତୁ କହୁଥିଲା ଏପଟେ ମାର ବି ସେପଟେ ମାର। ତ ଏପଟେ ଏଠୁ ଆଉ ଗୋଟେ ଗୋଲି କରିବା ପାଇଁ ଚେଷ୍ଟା କରୁଥିଲେ କେରଳ ପିଲା, ତ କରିପାରିନଥିଲେ। କିନ୍ତୁ ପାଖାପାଖି 3ଟା ଗୋଲ୍ କରିଥିଲେ। ତ ମୁଁ ଭିଡ଼ିଓ କରିପାରିନି, କିନ୍ତୁ ଏତିକ ମାତ୍ର ଭିଡ଼ିଓ ହିଁ କରିଛି। ତ ଏପଟେ ଲୋକ ବି ଥିଲେ ତ ବହୁତ, କିନ୍ତୁ ସେମାନେ ବି ବହୁତ ମାନେ ଉତ୍ସାହିତ କରୁଥିଲେ ଏମାନଙ୍କୁ ତ ଭଲ ଖେଳୁଛନ୍ତି ବୋଲି। ତ କିନ୍ତୁ ମୁଁ ଦେଖିବାରେ କିନ୍ତୁ କେରଳ ପିଲାମାନେ ଭଲ ପାସ୍ ଦେଉଥିଲେ, ମାନେ ଭଲ ବି ଖେଳୁଥିଲେ ଭଞ୍ଜନଗର ଟିମ୍କୁ। କିନ୍ତୁ ମୁଁ ବହୁତ ସପୋର୍ଟରେ ଥିଲି ଭଞ୍ଜନଗର ଟିମ୍, କାହିଁକିନା ସେମାନେ ଫ୍ରେଣ୍ଡସିପ୍ ହିସାବରେ ହିଁ ଖେଳୁଥିଲେ। ତ ଏପଟେ ସେମାନେ ଆଉ ଗୋଟେ ଏଠୁ ଫାଉଲ୍ ହେଇଗଲା, ତ ସେ ଦେଖାଇ ଦେଇଥିଲା ପିଠି। ତାପରେ ଏଠୁ ଆମର ଏଠୁ ମୁଁ ଚାଲିଗଲି ଟିକେ ଏଠୁ ପଦାକୁ ଯେତେବେଳେ ବ୍ରେକ୍ ନେଲା। ତ ଏପଟେ ଗେଟ୍ ଥିଲା, ତାର ରାସ୍ତା ଏପଟେ ଲୋକମାନେ ଥିଲେ ଗହଳି ହେଇକି ଦେଖିବା ପାଇଁ। ତ ଏପଟେ ସେଇଠୁ ମୋ ଭଣଜା ପାଖକୁ ଚାଲିଗଲି। ମୋ ଭଣଜା ଏଇଠୁ ଗୋଟେ ପାୱାର ଚଷମା ଲଗେଇକି ଏଇଠି ଦେଖୁଥିଲା। ତାକୁ ଦେଖାଯାଉନି ବୋଲି ଦୂରରୁ, ତ ତାକୁ ଦେଖାଯାଉଛି କିନ୍ତୁ ସେ ପାୱାର ଚଷମା ଲଗେଇକି ଦେଖୁଥିଲା। ତ ଏପଟେ ଏଇଠୁ ପିଲାମାନେ ଅଧା ବସିଥିଲେ, ଯେଉଁ କେରଳ ଟିମ୍ ଯେଉଁ ବସିଥିଲେ ତାଙ୍କର ପିଲା 22 ଜଣ ଥିଲେ। ତ ମୁଁ ପଚାରିଥିଲି, ତ ଏପଟେ ଏଇଠୁ ମୁଁ ଆଉ ଟିକେ ଫେସ୍ ଦେଖେଇ ଦେଉଛି। ତ ଏପଟେ ସେଇଠୁ ଲୋକମାନେ ବହୁତ ଥିଲେ, ଏପଟେ ମାନେ ରାସ୍ତା ବି ଭିଡ଼ ଥିଲା। ତାପରେ ଏପଟେ ଯେଉଁ ବ୍ରେକ୍ ଯେଉଁ ହେଇଥିଲା ତାର ଏକ୍ସରସାଇଜ୍ ପିଲାମାନେ କରୁଥିଲେ। ତ ଏପଟେ ଆଉ ଥରେ ଏଠୁ ଖେଳ ଆରମ୍ଭ କରିବା ପରେ କେରଳ ଟିମ୍ ମାନେ କ'ଣ ଗୋଟେ କଥା ହେଉଥିଲେ, ତ ମୁଁ ଜାଣିନି। ତ ଏମାନେ ତାଙ୍କ କୋଚ୍ ସାଙ୍ଗରେ କ'ଣ ଗୋଟେ କଥା ହେଇ ଆଉ ଥରେ ଚାଲିଗଲେ ଖେଳ ଆରମ୍ଭ କରିବା ପାଇଁ। ତ ଏପଟେ ଏଠୁ ଖେଳ ଆରମ୍ଭ କରିବା ପାଇଁ କ'ଣ କିଏ ଗୋଟେ ପଲିଟିକ୍ସ ଲୋକଟେ ଗୋଟେ ଆସିଲା ଗୋଟେ ତାଙ୍କୁ ଭେଟିବା ପାଇଁ। ତ ଏପଟେ ଆଉ ଥରେ କଣ୍ଟିନ୍ୟୁ ଚାଲିଲା। ତ ଗୋଲି ତ ହୋଇଯାଇଥିଲା 3ଟା, ଆଉ ଭଞ୍ଜନଗର ଟିମ୍ ଗୋଟେ ଗୋଲ୍ କରିଥିଲେ, ଆଉ କେରଳ ଟିମ୍ 3ଟା ଗୋଲ୍ କରିଥିଲା। ତ ଏପଟେ କ'ଣ ଗୋଟେ ଝଗଡ଼ା ହେଉଥିଲା, କିନ୍ତୁ ତାଙ୍କର କୋଚ୍ ନାହିଁ, ତାର ଏଠୁ ମାଇକ୍ରେ କୁହାଗଲା କିଛି ଡିସିପ୍ଲିନ୍ ମେଣ୍ଟେନ୍ କର ବୋଲି। ତାର ସେମାନେ ଖେଳଟା ଆରମ୍ଭ କଲେ, ମାନେ କଣ୍ଟିନ୍ୟୁ କଲେ। ତ ଏପଟେ ସେଇଠୁ ଆମର ଚାଲିଥିଲା ସେ ଖେଳ ଶିଖି। ତ ଏପଟେ ଗୋଟେ ପିଲାଟେ ସେଇଠୁ ଗୋଟେ ମାନେ ଏନ୍ଜର୍ଡ ନା କ'ଣ ହେଇଗଲା ମୁଁ ଜାଣିନି, କିନ୍ତୁ ସେଇଠୁ ଶୋଇପଡ଼ିଲା, ମାନେ ବହୁତ ମାନେ ଛାତିଟା ଧକ୍କା ହେଇକି, କାହିଁକିନା ବହୁତ ଦୌଡ଼ି ତ ତାର ସେଇଠୁ ଉଠି ପାରିନଥିବାରୁ ତାକୁ ସେଇଠୁ ଖେଳଟା ଟିକେ ରଖିଲେ। ତ ମୁଁ ତାକୁ ସେଇଠୁ ଗୋଟେ ବେଡ଼୍ ପରିଆ ନେଇକି ଗଲେ। ତ ସେଇ ପିଲାଟାକୁ ସେଇଠୁ ଆଣିଲେ ତ ପଡ଼ିଆ ବାହାରକୁ, କାହିଁକିନା ସେ ଖେଳିବା ପାଇଁ ଅବସ୍ଥାରେ ନଥିଲା, କାହିଁକିନା ଦୌଡ଼ି ତାର ପେଟଟା ବହୁତ ବଥଉଥିଲା। ତ ଏଥିପାଇଁ ତାକୁ ଆଣିକି ସେଇ ପଡ଼ିଆ ପାଖରେ ରଖିଦେଲେ। କିଛି ତ ଶୋଇବା ପାଇଁ ନଥିଲା, କିନ୍ତୁ ତାକୁ ସେଇଠି ହିଁ ବସେଇଦେଲେ। ତ କିଛି ସନ୍ତୁଳନ, ତାପରେ ବରଫ ହେଇଥିଲା। ତାର ଏପଟେ ଏଠୁ କ'ଣ ଗୋଟେ ପୋଲିସ ଭାଇ ଗୋଟେ ଆସିକି ଦେଖୁଥିଲା। ତ ଏପଟେ ଏଠୁ ସାଙ୍ଗମାନେ ତଥାପି ଆହୁରି ଦେଖୁଥିଲେ। ତ ଏମାନେ ବି
କ'ଣ କହି ସମସ୍ତେ ବି ଉତ୍ସାହିତ ଥିଲେ ଖେଳ ଦେଖିବା ପାଇଁ। ତ ଏପଟେ ଏଠୁ କେରଳ ଟିମ୍ ପିଲାମାନେ ଏକ୍ସରସାଇଜ୍ କରୁଥିଲେ। ମୋତେ ଏମାନଙ୍କୁ ଦେଖି ବହୁତ ଖୁସି ଲାଗୁଥିଲା, କାହିଁକିନା ଏମାନେ ଯିଏ ଖେଳୁଥିଲା ତଥାପି ଟିକେ ଏକ୍ସରସାଇଜ୍ କରୁଥିଲେ ମାନେ ଖେଳିବା ପାଇଁ ମ୍ୟାଚ୍। ତ ଏପଟେ ଏଠୁ ଆମର ଗୋଟେ କେରଳ ପିଲାଟା କେରଳ ଟିମ୍ ମାନେ ଗୋଟେ ଭଞ୍ଜନଗରକୁ ଗୋଟେ ଗୋଲି ଦେଇଥିଲେ। ତାର ଏମାନେ ଏଠୁ 5-ରେ ଜିତି ଯାଇଥିଲେ ଏବଂ ତାଙ୍କର ଭଞ୍ଜନଗର ଟିମ୍ ଗୋଟେ ଗୋଲ୍ ହୋଇଥିଲା, ମାନେ 5-1ରେ ଜିତି ଯାଇଥିଲେ। ତ ଏପଟେ ମୋତେ ବି ବହୁତ ଖୁସି ଲାଗିଲା। ତାଙ୍କ ସାଙ୍ଗମାନେ ଭିଡ଼ିଓ କେମିତି ଲାଇକ୍ କମେଣ୍ଟ ସେୟାର କର, ନୂଆ ସବସ୍କ୍ରାଇବ୍ କର ପ୍ଲିଜ୍ ଭାଇ କରିବ। ତ ଏପଟେ ମୁଁ ବି ବହୁତ ଖୁସି ଥିଲି। ତ ମୁଁ ଏହା ପରେ ଯାଇକି ଭେଟିବାକୁ ଥିଲି ସେଇ କେରଳ ପିଲାଙ୍କ ସାଙ୍ଗରେ, କିନ୍ତୁ